ମୋର ପ୍ରିୟ ପିଲାମାନେ ଆଶା କରିବି ସମସ୍ତେ ବହୁତ ହି ଭଲରେ ଥିବ। ଏ ନୋଟିସ୍ ଆପଣଙ୍କର ଆସିଛି ଅଫିସ୍ ଅଫ୍ ଦ ରିଜନାଲ ଡାଇରେକ୍ଟର ଅଫ୍ ଏଜୁକେସନ ରାଜବଗିଚା ବାଲେଶ୍ୱର ତରଫରୁ। କୋଉଥିପାଇଁ ନା ଓଡ଼ିଶାରେ ଆମର ଯେତିକି ବି କଲେଜେସ୍ ଆପଣଙ୍କର ରହିଛି ତାହା ଆପଣଙ୍କର ବିଏଡ୍ର ହଉ ଏମ୍ଏଡ୍ର ହଉ କିମ୍ବା ୟୁଜି ପିଜିର ହଉ ସେମାନଙ୍କୁ ଗୋଟିଏ ନୋଟିସ୍ ପଠାହେଇଛି ଯେ ଆଗାମୀ 6 ତାରିଖ ସୁଦ୍ଧା ଆଗାମୀ ଆପଣଙ୍କର 6 ତାରିଖ ସୁଦ୍ଧା ଯଦି ସେ ଆପଣଙ୍କର ଆଡମିସନ କରିବା ପାଇଁ ଚାହୁଁଛନ୍ତି ଏଇ ବର୍ଷ ତାଙ୍କ କଲେଜେସରେ ଦେନ୍ ଏହା ସମ୍ପର୍କରେ ଆପଣଙ୍କର ଗୋଟିଏ ଫର୍ମାଟ ଦିଆହେଇଛି ସେଥିରେ ସାମିସନ କରିବା ପାଇଁ। ତ ଏ ବିଷୟରେ ମୁଁ ଆପଣଙ୍କୁ ଡିଟେଲ କହିବି। ଭିଡ଼ିଓକୁ ଆପଣ କମ୍ପ୍ଲିଟଲି ଦେଖିବେ, ଲାଇକ୍ ଆଉ ସେୟାର କରିବା ପାଇଁ ଭୁଲିବେନି। ଆଉ ଚ୍ୟାନେଲକୁ ଆପଣ ନୂଆ ଅଛନ୍ତି ଦେନ୍ ଏବେ ହିଁ ସବସ୍କ୍ରାଇବ୍ କରିକି ଅଲ୍ ନୋଟିଫିକେସନକୁ ବି ଆପଣ ଅନ୍ କରିଦେବେ। ଆପଣଙ୍କ ମନରେ ସବୁଠାରୁ ମେନ୍ ପ୍ରଶ୍ନ, ବାରମ୍ବାର ସେ ଗୋଟେ ପ୍ରଶ୍ନ, ୟା ପାଇଁ ଡେଡିକେଟେଡଲି ଯଦିଓ ମୁଁ ଆପଣଙ୍କର ଭିଡ଼ିଓ ବନେଇ ଦେଇଛି, ଆପଣ ଦେଖିନାହାନ୍ତି କାଇଣ୍ଡଲି ଆଗ ଦେଖିବେ ଯେ ସିଟି ଆପ୍ଲାଇ କେବେ ହେବ, ବିଏଡ୍ ଆପ୍ଲାଇ କେବେ ହେବ, ଦେନ୍ ଏମ୍ଏଡ୍ ଆପ୍ଲାଇ, ଓଟିଇଟି, ଓଏସଏସଟିଇଟି, ପିଜି ଆପ୍ଲାଇ, ତା ସହିତ ଫୁଲ୍ ସିଟ୍ ଆପଣଙ୍କର କେତେ ଡିଟେଲ୍ଡ ମୁଁ ଆପଣଙ୍କର କହିଛି ପରୀକ୍ଷା ଡେଟ୍ ସହିତ। এই ଭିଡ଼ିଓକୁ ଆପଣ ଦେଖିଦେବେ। ଏବଂ ହଁ, ଯଦି ଆପଣମାନେ ଆପଣଙ୍କର ଭଲ ପାର୍ସେଣ୍ଟେଜ ରହିଛି ନା, ରିଜନାଲ ବିଏଡ୍ ମଧ୍ୟ ଆପଣଙ୍କ ପାଇଁ ବାହାରି ଯାଇଛି। ରିଜନାଲ ବିଏଡ୍ର ଡିଟେଲ ଭିଡ଼ିଓ ମୁଁ ଆପଣଙ୍କ ପାଇଁ ଅପଲୋଡ଼ କରିଦେଇଛି, ୟାକୁ ଆପଣମାନେ ଦେଖିଦେବେ। ଆଉ ଯଦି ଆପଣମାନେ ପ୍ଲସ୍ ଟୁ ପାସ୍ କରିଛନ୍ତି କିମ୍ବା ପ୍ଲସ୍ ଟୁ ଫାଇନାଲ ଇୟରରେ ଅଛନ୍ତି, ଠିକ୍ ଅଛି, ଆପଣମାନଙ୍କ ପାଇଁ ସବୁଠାରୁ ବେଷ୍ଟ ବିଏଡ୍ ହେଉଛି ଏନସିଇଟି ବିଏଡ୍, ଠିକ୍ ଅଛି, ଯେଉଁଥିରେ 6161 ସିଟ୍ ଅଛି। ଆଉ ତାର ଲାଷ୍ଟ ଡେଟ୍କୁ ବର୍ତ୍ତମାନ 7 ମେ ପର୍ଯ୍ୟନ୍ତ ଆପଣଙ୍କର ବଢ଼େଇ ଦିଆହେଇଛି। ତ ଯଦି ଆପଣ ଏପର୍ଯ୍ୟନ୍ତ ଆପ୍ଲାଏ କରିନାହାନ୍ତି କାଇଣ୍ଡଲି ଆପ୍ଲାଏ କରିଦିଅନ୍ତୁ। 6161 ସିଟ୍ ଅଛି, ନହେଲେ ଆପଣଙ୍କର ଏଇ ସିଟ୍ ଆପଣଙ୍କର ପଳେଇଯିବ। ଏଇଟା ହେଉଛି ଆପଣଙ୍କର ଏନସିଇଟି ବିଏଡ୍। 6161 ସିଟ୍ ଅଛି, 30 ଏପ୍ରିଲ ଲାଷ୍ଟ ଡେଟ୍ ଥିଲା, ବର୍ତ୍ତମାନ ସେ ବଢ଼େଇକି 7 ମେ ଆପଣଙ୍କର କରିଦିଆଯାଇଛି। ଠିକ୍ ଅଛି ବନ୍ଧୁଗଣ, ଦେଖନ୍ତୁ ଫାଷ୍ଟ ଅଫ୍ ଅଲ୍ ଆପଣ କହିବା ପାଇଁ ଚାହିଁବି ନୋଟିସ୍ ଆପଣଙ୍କର କୋଉଥିପାଇଁ ଆସିছে। ଆପଣ ଜାଣିଥିବେ ଓଡ଼ିଶାରେ ଆମର ଯେତିକି ବି ବିଏଡ୍ କଲେଜ ସବୁ ରହିଛି, ପୂର୍ବରୁ କ'ଣ ହଉଥିଲା, କିଛି କିଛି କଲେଜ ମାନଙ୍କର ଅଲଗା ଅଲଗା ଆପଣଙ୍କର ଆଡମିସନ ପ୍ରୋସେସ୍ ହଉଥିଲା। ଯେମିତି ବ୍ରହ୍ମପୁରରେ ଆପଣଙ୍କର ଅଲଗା ଆପଣଙ୍କର ପରୀକ୍ଷା ସେମାନେ କରଉଥିଲେ, ତାପରେ ଆପଣଙ୍କର ସମ୍ବଲପୁରରେ ତ ଆପଣଙ୍କର ଅଲଗା କରଉଥିଲେ, ଏମିତିକା। ତ ଓଡ଼ିଶାରେ ଯେତିକି ବି ଆପଣଙ୍କର କଲେଜେସ୍ ରହିଛି ନା, ଯେତିକି ବି ଆପଣଙ୍କର ୟୁଜି ପିଜି ବିଏଡ୍ ଏମ୍ଏଡ୍, ଖାଲି ଉତ୍କଳ ୟୁନିଭର୍ସିଟି ଆପଣଙ୍କର ବାଦ୍ ଯେତିକି ବି କଲେଜ ରହିଛି ସେମାନଙ୍କୁ ଆପଣଙ୍କର କୁହାଯାଇଛି, ରିକ୍ୱେଷ୍ଟ କରାହେଇଛି ଯେ ସେମାନେ ପାର୍ଟିସିପେଟ୍ କରନ୍ତୁ। କୋଉଥିରେ ନା 2024-25ରେ ଆପଣଙ୍କର ଯେଉଁ ଆଡମିସନ ହବ ସେଇଥିରେ ପାର୍ଟିସିପେଟ୍ କରିବା ପାଇଁ କୁହାଯାଇଛି। ଆପଣ କହିବେ ସାର୍ ଏଥିରେ ଆମର କ'ଣ ଲାଭ ନା କ୍ଷତି? ଆପଣଙ୍କର କିଛି ନାହିଁ। ଏହାର ବେନିଫିଟ୍ ଏଇଆ ଯେ ଆପଣଙ୍କୁ ଅଲଗା ଅଲଗା ମାନେ ପରୀକ୍ଷା ଦେବା ପାଇଁ ପଡ଼ିବନି। ଯେ ପ୍ରାୟତଃ ମ୍ୟାକ୍ସିମମ୍ କଲେଜ ଆପଣ କହିପାରନ୍ତି 99% ସବୁ କଲେଜ ବର୍ତ୍ତମାନ ସାମ୍ସ ଅଣ୍ଡରରେ ହିଁ ଅଛନ୍ତି ଏବଂ ତାର ଆପଣଙ୍କର ଆଡମିସନ ସାମ୍ସ ଥ୍ରୁରେ ହିଁ ଆପଣଙ୍କର ହଉଛି। ଯୋଉଗୁଡ଼ା ଆପଣଙ୍କର ନାହିଁ ସେମାନଙ୍କୁ ବି ରିକ୍ୱେଷ୍ଟ କରାହେଇଛି ଯେ ଆପଣ 6 ତାରିଖ ସୁଦ୍ଧା ଯଦି ପାର୍ଟିସିପେଟ୍ କରିବା ପାଇଁ ଚାହୁଁଛନ୍ତି ଦେନ୍ ଆପଣମାନେ ଏଇ ତାଙ୍କର ଇମେଲ ଆଇଡି ଦିଆହେଇଛି, ଏଥିରେ ଏଇ ଫର୍ମାଟ ସହିତ ଆପଣଙ୍କର ମେଲ୍ କରିବା ପାଇଁ। ତ ଆପଣମାନେ ଟିକେ ୱେଟ୍ କରନ୍ତୁ। ଆପଣ କହିବେ ସାର୍ ଆପ୍ଲାଏ କେବେ ହେବ? ବର୍ତ୍ତମାନ 6 ମେ ସୁଦ୍ଧା ତ ଆପଣଙ୍କର ହବନି, କାହିଁକି ନା 6 ମେ ସୁଦ୍ଧା ତାଙ୍କୁ ଟାଇମ୍ ଦିଆହେଇଛି। ଯଦି କିଏ ନୂଆ ଗୋଟେ ଆପଣଙ୍କର ୟୁନିଭର୍ସିଟି ପାର୍ଟିସିପେଟ୍ କରିବା ପାଇଁ ଚାହିଁଲା ଦେନ୍ ଆପଣଙ୍କର ହବ। ଦେନ୍ ଆପଣଙ୍କର ଡାଇରେକ୍ଟଲି ନୋଟିଫିକେସନ୍ ପବ୍ଲିଶ ବାହାରିଯିବ, ଆପଣଙ୍କର +3ର ବାହାରିଯିବ, ପିଜିର ବାହାରିଯିବ, ବିଏଡ୍ ଏମ୍ଏଡ୍ର ଆପଣଙ୍କର ବାହାରିଯିବ। ଏବଂ ଆପଣମାନେ ଅନଲାଇନ୍ ଆପ୍ଲାଏ କରିବେ। ତା ସହିତ ଆପଣଙ୍କର ଗୋଟେ ମାସ ମାତ୍ର ଆପଣଙ୍କୁ ଟାଇମ୍ ଦିଆଯିବ। ଗୋଟେ ମାସ ପରେ ଆପଣଙ୍କର ବିଏଡ୍ ଏମ୍ଏଡ୍ ପିଜି ପରୀକ୍ଷା ଆପଣଙ୍କର ଅଫଲାଇନ୍ ମୋଡ଼ରେ ଆପଣଙ୍କର ହବ। ଠିକ୍ ଅଛି, ବିଏଚ୍ଡି ପରୀକ୍ଷା ଅଫଲାଇନ୍ ମୋଡ଼ରେ। ଆଉ +3 ତ ଆପଣଙ୍କର ପରୀକ୍ଷା ହୁଏନି, ଡାଇରେକ୍ଟଲି ମାର୍କ ବେସିସ୍ରେ ସିଲେକ୍ସନ୍ ଆପଣଙ୍କର ହୁଏ। ଏବଂ ସିଟି ପରୀକ୍ଷା ଆପଣଙ୍କର ଅନଲାଇନ୍ ମୋଡ଼ରେ ହବ। ଠିକ୍ ଅଛି, ପରୀକ୍ଷା ଲାଷ୍ଟ ଟାଇମ୍ କେବେ ଆପଣଙ୍କର ହେଇଥିଲା ଆପ୍ଲାଇ ଡେଟ୍ ସହିତ ମୁଁ ଆପଣଙ୍କୁ ଡିଟେଲ ଭିଡ଼ିଓ ଏଇ ଭିଡ଼ିଓରେ ମୁଁ ଆପଣଙ୍କୁ ଜଣେଇଛି। ଯଦି ଆପଣ ଦେଖିନାହାନ୍ତି କାଇଣ୍ଡଲି ୟାକୁ ଆପଣମାନେ ଦେଖିଦେବେ। ଆଉ ବିଏଡ୍ ପରୀକ୍ଷାରେ ସୁନିଶ୍ଚିତ କ୍ୱାଲିଫାଇ କରିବା ପାଇଁ ନା ଏବେ ହିଁ ଆପଣ ୟୁଟ୍ୟୁବରେ ସର୍ଚ୍ଚ କରନ୍ତୁ ବିଏଡ୍ ପ୍ଲାନିଂ ଭିଡ଼ିଓ ବାଇ ଲକ୍ଷ୍ମୀଧର ସାର୍। ଆଜି ପାଖରୁ ଆପଣଙ୍କର ସିଲାବସ୍ 39 ଥର 39 ଟାଇମ୍ସ ଆପଣଙ୍କର ସିଲାବସ୍ କଭରେଜ ଆପଣଙ୍କର ଆରମ୍ଭ କରାହେଲା ଆଜି ପାଖରୁ। ଠିକ୍ ଅଛି, ପରୀକ୍ଷା ପୂର୍ବରୁ ମୁଁ ଆପଣଙ୍କୁ 40 ଥର ସାରିଦେବି କହିଥିଲି, 39 ଥର, ପରୀକ୍ଷା ପୂର୍ବରୁ 42 ଥର ଖଣ୍ଡେ ଆପଣଙ୍କର ସିଲାବସ୍ ସରିଯିବ ୱିଥ୍ ଅଲ୍ PIQ। ଠିକ୍ ଅଛି, ଏବଂ ସିଟି ପରୀକ୍ଷାରେ ସୁନିଶ୍ଚିତ କ୍ୱାଲିଫାଇ କରିବା ପାଇଁ ୟୁଟ୍ୟୁବରେ ସର୍ଚ୍ଚ କରନ୍ତୁ ସିଟି ପ୍ଲାନିଂ ଭିଡ଼ିଓ ବାଇ ଲକ୍ଷ୍ମୀଧର ସାର୍।
ठीक अछि एठी मु आपनको जणेवा पई चाहिबी यार डिटेल क्लास ना सब क्लास हमर लक्ष्मीधर सर ऑफिशियल एप्लीकेशन रे आपनको पई होउची एवं ओडिसा रो सबुठारु बडो टेलीग्राम ग्रुप मध्ये रहिछि हमर ओडिसा टीचर एसोसिएशन जो ग्रुप रे 1,83,000 रु अधिक पिला अछंती से ग्रुप रे आपण जॉइन हेबे कोनोसे भी फेक ग्रुप रे जॉइन हेबेनी आ जदि आपण व्हाट्सएप यूज करूछंती 8895154969 खाली एई नंबर रे आपण हाई लिखिदेवे आपनको व्हाट्सएप ग्रुप टेलीग्राम ग्रुप तथा मते पर्सनाली मेसेज करिवार लिंक मते पड़े जिवो आशा करिवि आपनको कंप्लीट इन्फॉर्मेशन देई पारिली जे 6 तारिख सुधा आपनकर टाइम दिया हिची जे जो कॉलेज गुडा भी पार्टिसिपेट करि नाहंती सेमानंकु जदि सेमाने पार्टिसिपेट करिया पई चाहिबे तो जदि पार्टिसिपेट न करिया पई चाहिए नॉट ए प्रॉब्लम जहां आपनकर पूर्वरु सीट थिला सेतकी सीट को नेकी ही आपनकर नोटिफिकेशन पब्लिश हेई जिवो 6 तारिख परे एवं तापर आपण माने ऑनलाइन अप्लाई करिवे एवं गुटे मास आपनको टाइम दिया जिवो गुटे मास मध्यरे गुटे मासर भी कम टाइम मिले परीक्षा आपनकर हेई जिवो ठीक अछि आशा करिवि कंप्लीट इन्फॉर्मेशन देई पारिछि थैंक यू जय जगन्नाथ धन्यवाद।